ପାରଳାଖେମୁଣ୍ଡିରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ପୌର ପରିଷଦ ପକ୍ଷରୁ ଜଳଛତ୍ର ଖୋଲିବ କେବେ? ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ପାରଳା ପୌର ପରିଷଦରେ ଆଜି ପର୍ଯ୍ୟନ୍ତ ଜଳଛତ୍ର ଖୋଲା ଯାଇନାହିଁ। ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ବିଭିନ୍ନ ଛକ ନିକଟରେ ଜଳଛତ୍ର ଖୋଲିବା କଥା, ବର୍ତ୍ତମାନ ସୁଦ୍ଧା ଜଳଛତ୍ର ଖୋଲା ଯାଇନାହିଁ। ସହରକୁ ବିଭିନ୍ନ ବ୍ଲକରୁ ଲୋକେ ନିଜ କାମ ସକାଶେ ହେଉ କିମ୍ବା ନିଜର ଗୁଜୁରାଣ ମେଣ୍ଟାଇବା ସକାଶେ ଆସନ୍ତି, କିନ୍ତୁ ତୃଷା ନିବାରଣ କରିବା ପାଇଁ ଜଳଛତ୍ର ଖୋଲା ଯାଇନାହିଁ। ସହରରେ ବିଭିନ୍ନ ଛକରେ ବିଶ୍ରାମାଗାର ମଧ୍ୟ ନାହିଁ, ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଂଶୁଘାତ ହେବା ପୂର୍ବରୁ ସତର୍କ ରହିବା ଆବଶ୍ୟକ ରହିଛି। ଏଠାରେ ତାପମାତ୍ରା 35 ଡିଗ୍ରୀରୁ ଉର୍ଦ୍ଧ୍ୱ ରହୁଥିବା ବେଳେ ଆଗାମୀ ଦିନରେ ଆହୁରି ତାପମାତ୍ରା ବୃଦ୍ଧି ପାଇବା ଅନୁମାନ କରାଯାଉଛି। ଆଗକୁ ଲୋକଙ୍କୁ ସଚେତନ ମଧ୍ୟ କରାଯାଇ ନାହିଁ। କୌଣସି ଅଘଟଣ ହେଲେ ଏଥିପ୍ରତି ଦାୟୀ କିଏ ରହିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଦେଖନ୍ତୁ, ମୁଁ ପ୍ରଣୋଜ ପଟ୍ଟନାୟକ, ସମାଜସେବୀ। ତାର କ'ଣ କହେ, ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ହେଲାଣି ଏବଂ ଅଂଶୁଘାତ ରୋକିବା କରିବା ସକାଶେ ବିଭିନ୍ନ ଜାଗାରେ ସଚେତନତା ମାଇକ୍ରେ କରାଯାଉନି କି କିମ୍ବା ଜଳଛତ୍ର ଖୋଲିନି। ଆଉ ଜଳଛତ୍ର ନାଁରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ଠିକ୍ ସୁବିନିଯୋଗ ହୋଇପାରୁନି। ତାହାକୁ ଦେଖନ୍ତୁ, ଜଳଛତ୍ର ନାମକୁ ମାତ୍ର ଖୋଲା ଯାଉଛି, କିନ୍ତୁ ପୌର ପରିଷଦ ତରଫରୁ କୌଣସି ପ୍ରକାର ମାଇକିଂ ସିଷ୍ଟମ କରାଯାଉନି କି ଜଳଛତ୍ର ଯେଉଁ ଜାଗାରେ ପ୍ରତିବର୍ଷ କରୁଛନ୍ତି ସେଇ ଜାଗାରେ ହିଁ କରୁଛନ୍ତି, କିନ୍ତୁ କିଛି ନୂତନ ଜାଗାରେ ଜଳଛତ୍ର କରିବାର ଦେଖାଯାଉନି। ମୁଁ ପୌର ପରିଷଦକୁ ଅନୁରୋଧ କରୁଛି, ଜଳଛତ୍ର ପ୍ରତି ଛକରେ ଜଳଛତ୍ର କରିବାର ଆବଶ୍ୟକତା ଅଛି। ଆଉ ଜଳଛତ୍ରରେ ଯେଉଁମାନେ ପାର୍ଟିସିପେଟ କରୁଛନ୍ତି ସେମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରହିବାର ନିତାନ୍ତ ଆବଶ୍ୟକ ଅଛି, ଲୋକଙ୍କୁ ଦେବାର ଆବଶ୍ୟକ ଅଛି। ହଁ, ଆଉ ପୌର ପରିଷଦ ତରଫରୁ ମଧ୍ୟ ତା ପାଇଁ ଗୋଟେ ଟିମ୍ ଗଠନ କରି ସେମାନେ ନୀତି କାମ କରୁଛନ୍ତି ନା ନାହିଁ, ସାଙ୍ଗେ ସଠିକ ଭାବରେ ଦାୟିତ୍ୱ ତୁଲାଉଛନ୍ତି ନା ନାହିଁ, ସେ ଉପରେ ଅନୁଧ୍ୟାନ କରିବାର ଆବଶ୍ୟକତା ଅଛି। ଦେଖନ୍ତୁ, ଅନେକ ସମୟରେ ଆମେ ଦେଖିବାକୁ ଗୋଟେ ହାଣ୍ଡିରେ ପାଣି ନଥାଉଛି, ଗୋଟେ ହାଣ୍ଡି ଉଗୁଡ଼ି ଯାଇଥାଉଛି, ବୁଲା ଘୁଷୁରି ଗାଈ ବୁଲି ଥାଉଛି, ତାର ଦାୟିତ୍ୱ ଅନ୍ୟ ଜଣଙ୍କୁ ଦିଆଯିବାର ଦେଖିବାକୁ ମିଳୁଛି। ଏହାକୁ କିପରି ସୁଚାରୁ ଦେଖନ୍ତୁ, ଯାହା ହୋଇଥିଲା, ବର୍ତ୍ତମାନ ଏଥର ଯାହା କରିବେ ପୌର ପରିଷଦ, ତା ମୁଁ ପୌର ପରିଷଦକୁ ଅନୁରୋଧ କରୁଛି ସେ ପକ୍ଷରେ ଭୁଲ ନ କରନ୍ତୁ। ଆଉ ପ୍ରତିଦିନ ମ୍ୟୁନିସିପାଲିଟି ତରଫରୁ ଯୋଉ ଦାୟିତ୍ୱରେ ଯାହାକୁ ରଖିଛନ୍ତି ସେମାନେ ଦାୟିତ୍ୱ ତୁଲାଇବାର ଆବଶ୍ୟକତା ଅଛି। ତାଙ୍କେ ଦାୟିତ୍ୱ ତୁଲାଉଛନ୍ତି ନାହିଁ ସେ ବିଷୟରେ ମଧ୍ୟ ପୌର ପରିଷଦ ନିରୀକ୍ଷଣ କରିବାର ଆବଶ୍ୟକତା ଅଛି। କ'ଣ କହିବେ, ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହର ବୃଦ୍ଧି ପାଇବାରେ ଲାଗିଛି। ମାର୍ଚ୍ଚ ମାସ ହେଲାଣି ଏବଂ ସହରର ବିଭିନ୍ନ ଜାଗାରେ ଜଳଛତ୍ର ଖୋଲା ଯାଇନି। ଆଉ ଏହା ଉପରେ କ'ଣ ପଦକ୍ଷେପ ନିଆଯାଉଛି? ପ୍ରତିବର୍ଷ ପୌର ପରିଷଦ ତରଫରୁ ଜଳଛତ୍ର ଖୋଲା ଯାଉଛି। ଏହି ବର୍ଷ ମଧ୍ୟ ଖୋଲିବାର ଆୟୋଜନ ରଖିଛନ୍ତି, କିନ୍ତୁ ଅଧିକ ଲୋକ ମଧ୍ୟ ଯେମିତି ଜଳର ବ୍ୟବସ୍ଥା ପାଇପାରେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି। କାରଣ ଗତ କାଉନସିଲିଂରେ ମଧ୍ୟ ଉପସ୍ଥାପନ କରାଯାଇଥିଲା, ଯେତିକି ଜଳଛତ୍ର କରାଯାଇଛି ସେଥି ମଧ୍ୟରେ ଆଉ ଗୋଟେ 2-4ଟା ମଧ୍ୟ ତାରେ ଏଡ୍ କରାଯାଉ। କାରଣ ମେନ୍ ଛକ ଗୁଡାକ ମଧ୍ୟ ଛଡା ଯାଉଛି, ଯାହାକି ଆମର ବଜାର ରାସ୍ତା ଆଉ ଆମର ଷ୍ଟେସନ ରାସ୍ତାରେ ମଧ୍ୟ ଗୋଟେ ହେଇନି ଆଗରୁ। ଆଉ 4 ନମ୍ବର ୱାର୍ଡ ଛକ ବା 5 ନମ୍ବର ୱାର୍ଡ ଛକ, 9 ନମ୍ବର ମଧ୍ୟ 2-3ଟାର ଆବଶ୍ୟକ ରହିଛି। ତାହା ମଧ୍ୟ ଆମେ ଗତ କାଉନସିଲିଂ ଉପସ୍ଥାପନ କରିଥିଲୁ। ଏଥିପାଇଁ ଅତି ଶୀଘ୍ର ମଧ୍ୟ ସବୁ ବର୍ଷ କରୁଛନ୍ତି, ଏଇଥର ମଧ୍ୟ କରିବେ। କିନ୍ତୁ ଆଉ 2-3ଟା ଜାଗାରେ ଯଦି ଜଳଛତ୍ର ହେଇପାରିବେ ଲୋକ ଜଳରୁ ରକ୍ଷା ପାଇପାରିଥାନ୍ତି, ଚଲାବୁଲ କରୁଛନ୍ତି, ସଂଷ୍ଟ୍ରୋକରୁ ରକ୍ଷା ପାଇପାରିବେ। ରାସ୍ତାରେ ଯୋଉଟା ଏବେ ଖରା ଆରମ୍ଭ ହବ ଗ୍ରୀଷ୍ମ ପ୍ରଭାବ ହେତୁ ଲୋକ ଜଳଟି ପାଇପାରିବେ ବୋଲିକି ଆମେ ଏଜିଓ ଅଫିସର ମଧ୍ୟ ଜଣେଇଛୁ ଏଇ ବିଷୟରେ। ଦେଖିବାକୁ ପାଉଛି ଜଳଛତ୍ର ବିଭିନ୍ନ ସ୍ଥାନରେ ଲୋକ ରହୁନାହାନ୍ତି ଏବଂ ହାଣ୍ଡି ମାଠିଆ ବି ତଳେ ପଡି ଯାଉଛନ୍ତି, ଘୁଷୁରି କୁକୁରି ବୁଲି ଯାଉଛନ୍ତି, ତାର ଦାୟିତ୍ୱହୀନତା ରହୁଛି। ତା ଉପରେ କ'ଣ ପଦକ୍ଷେପ ନିଆଯାଉଛି? ସେଇଟା ଗୋଟେ ଦୁଃଖର କାରଣ। ଆପଣ କହିଲେ ଆମେ ମଧ୍ୟ ସୋସିଆଲ ମିଡ଼ିଆ ଦେଖିବାକୁ ପାଉଛୁ, ନିଜେ ମଧ୍ୟ ଦେଖିଥାଉଛୁ। ଏଇ ବର୍ଷ କେମିତି ସମ୍ପୂର୍ଣ୍ଣ ଭାବେ ଯେକୌଣସି ଗ୍ରୁପ ଦଉଛନ୍ତି ସମସ୍ତେ ସଠିକ ଭାବେ ରହିପାରିବ ସେହି ପ୍ରକାର ଗ୍ରୁପ ଦିଆଯାଉ ବା ସେଇ ଲୋକ ଥାଉ। ସବୁଦିନେ ମଧ୍ୟ ଯାଇକି ଆମ ପୌର ପରିଷଦ ଯାଇକି ଇନକ୍ୱାରି କରିକି ଆସିଲେ ଭଲ ହେଇଥାନ୍ତା। କାରଣ ପାଣି ରଖା ହଉଛି, ଜଳଛତ୍ର ଥାଉଛି, କେତୋଟି ସ୍ଥାନରେ ଜଳ ନଥାଉଛି ବା କେତୋଟି ସ୍ଥାନରେ ମଧ୍ୟ ସେହି ଗ୍ରୁପ କୁହାଯାଉ ବା ଯାହାକୁ ଆମେ ଦେଇଥାଉ ତାଙ୍କୁ ମଧ୍ୟ ରହିବାର ଅନେକ ସ୍ଥାନରେ ଦେଖିବାକୁ ମିଳିନଥାଉଛି। ସେଥିପ୍ରତି ମଧ୍ୟ ଏଥିର ଦୃଷ୍ଟି ଦେବା ପାଇଁ ଆମେ ପୌର ପରିଷଦରେ କାଉନସିଲିଂ ମଧ୍ୟ ଉପସ୍ଥାପନ କରିବୁ। ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ ଓଡ଼ିଶା।